शीत दिन है माने बगीचाटा पूरी उठे आमर मॉर्निंग ग्लोरी आउ स्टार ग्लोरी पाई। तो सेतिपेका आपण माने भी ए गछ को निश्चित भाव आपनको गार्डनिंग रे ऐड करंतु। थरे ऐड कला माने ना यार एमतिका सब छोट छोट मंजी रही कि वर्षक 12 मासे आपनको गछ मिलिबो आउ फ्री रे होजे आपनको फूल भी बहुत सारा मिली। ମୁଁ ବି ସେମିତି ଥରିଏ ମାତ୍ର ଆଡ୍ କରିଥିଲି କିଣିକିରି ହେଉଛି ମୋର ଷ୍ଟାର ଗ୍ଲୋରୀ ଯୋଉଟାକି ଆମେ ଗଣେଶ ବେଲ କୁହନ୍ତି। ବାକି ଏଇ ମର୍ଣ୍ଣିଂ ଗ୍ଲୋରୀଟାକୁ ମୁଁ ନର୍ସରୀରୁ ଆଣିନଥିଲି। ଏଇଟା ହେଉଛି ଗୋଟେ ଜଙ୍ଗଲି କଲେକ୍ସନ୍, ମାନେ ଜଙ୍ଗଲରୁ 3-4ଟା ରଙ୍ଗର ଆଣିଥିଲି। ଗୋଟେ ହେଲା ନାଲି ରଙ୍ଗର, ଗୋଟେ ହେଉଛି କମଳା ରଙ୍ଗର, ଆଉ ଗୋଟେ ହେଲା ହଳଦିଆ ରଙ୍ଗର। ଏଇ 3ଟା ରଙ୍ଗ। ଆଉ ଏବେ ନୂଆ ଗୋଟେ ଆଡ୍ କରିଛି 2ଟା, କ'ଣ ଗୋଟେ ହେଉଛି ବାଇଗଣୀ ରଙ୍ଗ ଆଉ ଗୋଟେ ହେଲା ଧଳା ରଙ୍ଗ, ଯୋଉଟାକି ଗଛ ଏବେ ଉଠି ସାରିଲାଣି। ଆଗକୁ ଫୁଲ ଫୁଟିଲେ ନିଶ୍ଚିତ ଭାବରେ ଆପଣଙ୍କ ସହିତ ଭିଡ଼ିଓ ସେୟାର କରିବି। ତ କେମିତି କ'ଣ ସେଟା ଫୁଲ ଫୁଟୁଛି ମାନେ ଦେଖିବାକୁ ଭାରି ସୁନ୍ଦର ଲାଗେ। ନୂଆ ନୂଆ କିଛି ଲଗେଇଲେ ନା ଏସବୁ ଦେଖିବାକୁ ଭାରି ଇଚ୍ଛା ହୁଏ କି ହଁ ଆମେ ଏଇସବୁ ଦେଖିବା କେବେ ଫୁଲ ଫୁଟିବ। ତ ସେଇ ଫୁଲକୁ ମୁଁ ବି ମଧ୍ୟ ଅପେକ୍ଷା କରି ରହିଛି ଆପଣଙ୍କ। ଆଉ ଷ୍ଟାର ଗ୍ଲୋରୀର ମୋର ଗୋଟିଏ ଭେରାଇଟି ଅଛି ଯୋଉଟାକି ନାଲି ରଙ୍ଗର କେବଳ ଫୁଲ ଫୁଟୁଛି, ଆଉ ସେଇଟା ହେଉଛି ଆମର ଏକ୍ସରା ଫୁଲ ଭଳିଆ। ବାକି ହେଉଛି ଯେତିକି ମୋର ମର୍ଣ୍ଣିଂ ଗ୍ଲୋରୀ ଅଛି ବହୁତ ଭେରାଇଟି ଉପରେ, ତ ସେଗୁଡ଼ାକ ବହୁତ ବଡ଼ ଫୁଲ ଫୁଟୁଛି ଆଉ ଫୁଲର ଧରଣ କାଫି ଅଧିକା ରହୁଛି। ମଞ୍ଜି ଆଜି ସବୁ ସଫା କରିବାର ଥିଲା। ଏଇଟା ଛୋଟ ଛୋଟ କଣ୍ଟେନରରେ ଏମିତି ଗ୍ରୋ ହେଇଯାଏ। ମୁଁ ଗୋଟେ ଛୋଟ ଗ୍ରୋ ବ୍ୟାଗ୍ରେ ପୋତି ଦେଇଥିଲି, ଗୋଟେ ଅବଣ ଗଛ ଉଠିଥିଲା। କାହିଁକିନା ଏ ଗଛକୁ ଆପଣ ଥରେ ଆଡ୍ କଲା ମାନେ ନା ଆପଣଙ୍କ ଗଛ ହେଉଛି ଆପଣଙ୍କ ଗାର୍ଡେନରେ ସବୁବେଳେ ପାଇଁ ରହିବ। କାହିଁକିନା ମଞ୍ଜି ଯୋଉଠି ପଡ଼ିବ ସେଠି ଗଛ ଉଠିବ ପ୍ରବଳ ମାତ୍ରାରେ। ତ ୟାର ମଞ୍ଜି ବାହାର କଲି ପାଖାପାଖି 30ରୁ 35ଟା। ତାପରେ ମୁଁ ଏଥିରେ ଟିକେ ହାଲକା ଖୁସେଇ ଦେଇଥିଲି। ଖୁସେଇ ଦେଲା ପରେ ବନ୍ ମେଲ୍ ଦେଇଥିଲି, କାହିଁକିନା ଯେହେତୁ ଏଇଟା ବହୁତ ଛୋଟ ଗ୍ରୋ ବ୍ୟାଗ୍ରେ ଗ୍ରୋଥ୍ ହେଉଛି। ଯେହେତୁ ଏଇଟା ମୁଁ ଛୋଟ କଣ୍ଟେନରରେ ଲଗେଇଛି, ମାନେ ଛୋଟିଆ ଗ୍ରୋ ବ୍ୟାଗ୍ଟେ ଆପଣ ଦେଖିପାରୁଥିବେ, ତ ସେଇ ହିସାବରେ ମୁଁ ବୋନ୍ ମେଲ୍ ଦେଇଛି। ତାପରେ ହାଲକା ପାଣି ଦେଇଦେଲି ଖୁସେଇ ଦେଇକି, ଯେମିତି ବୋନ୍ ମେଲ୍ଟା ଭିଜିକି ତା କାମ କରିବ। ଆଉ ଗଛକୁ ଯେତିକି ତାର ଭିଟାମିନ୍ ଦେବା କଥା ଦେଇ ଚାଲିବ, ବ୍ଲମିଂ ପାର୍ଟ ପାଇଁ ଇନକ୍ରିଜ୍ କରିବ। ତାପରେ ହାଲକା ପାଣି ଦେଇ ସାରିଲା ପରେ ମୋର ହେଇଗଲା ରେଡ଼ି। ତ ଏଠି କଢ଼ କେତିକି ଦେଖ ଆହୁରି ଅଛି 4-6ଟା ଭଳିଆ ଏଠି ଅଛି କଢ଼, ଆହୁରି ଛୋଟ ଛୋଟ ତଳୁ ବି ବାହାରୁଛି। ୟାର ନୂଆ ଗ୍ରୋଥ୍ ପାର୍ଟ ବି ଆଗକୁ ବାହାରିବ, କାହିଁକିନା ନୂଆ ନୂଆ ଛୋଟ ଛୋଟ କଅଁଳୁଛି। କୁଆଁ ଯାହାକୁ କଲି କୁହନ୍ତି। ତ ଏମିତି ହିଁ ମୁଁ ନେଇଥାଏ ମୋର ଗଛର କେୟାରିଂ। ତ ଆପଣମାନଙ୍କୁ କେୟାରିଂ ଟିପ୍ସ କେମିତି ଲାଗିଲା, ଭଲ ଲାଗିଥିଲେ ଲାଇକ୍ କରିଦେବେ। ବାଏ।